ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ସ୍ୱାଧୀନତା ପୂର୍ବରୁ କେଉଁ କାରଣ ଯୋଗୁଁ ଗାନ୍ଧିଜୀ ଭାଙ୍ଗି ପଡ଼ିଥିଲେ? ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକ ଦଙ୍ଗା। 2. ଶାନ୍ତିର ବାର୍ତ୍ତା ନେଇ ମହାତ୍ମା ଗାନ୍ଧୀ କେଉଁଠିକି ଯାଇଥିଲେ? ବାଂଲାଦେଶର ନୂଆଖାଲି। 3. ଗାନ୍ଧିଜୀ କେବେ ନୂଆଖାଲି ଯାତ୍ରା କରିଥିଲେ? 9 ନଭେମ୍ବର 1946। 4. ଗାନ୍ଧିଜୀ ନୂଆଖାଲିରେ କେଉଁଠି ରହିଥିଲେ? ଯୋଗେନ୍ଦ୍ର ମଜୁମଦାରଙ୍କ ଘରେ। 5. ଗାନ୍ଧିଜୀ ନୂଆଖାଲିରେ କେତେ ଦିନ ରହିଥିଲେ? 7 ସପ୍ତାହ। 7 ସପ୍ତାହରେ 116 ମାଇଲ ପାଦରେ ଚାଲି ଚାଲି 47 ଗାଁ ବୁଲି ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ। ନୂଆଖାଲି ଭ୍ରମଣ ପରେ ଗାନ୍ଧିଜୀ କେଉଁଠି ପହଞ୍ଚି ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ? କଲିକତା ଠାରେ। ଧନ୍ୟବାଦ।